ବହୁତ ଦିନ ତଳର କଥା। ଅଳସୁଆ ବିଲୁଆ ଓ ଭୋକିଲା ବାଘର କାହାଣୀ। ଗୋଟେ ଘନ ଜଙ୍ଗଲରେ ଥିଲା। ସେହି ଜଙ୍ଗଲରେ ଉଚ୍ଚ ଉଚ୍ଚ ଗଛ, ସୁନ୍ଦର ଫୁଲ, ଏକ ବଡ଼ ସୁନ୍ଦର ପୋଖରୀ ଥିଲା। ସେହି ପୋଖରୀରେ ପାଣି ବହୁତ ସଫା ଥିଲା। ଜଙ୍ଗଲର ସମସ୍ତ ପଶୁ ସେଠାକୁ ପାଣି ପିଇବାକୁ ଆସୁଥିଲେ। ପୋଖରୀ ପାଖରେ ଗୋଟେ ବଡ଼ ଗଛ ଥିଲା। ସେହି ଗଛ ତଳେ ଗୋଟେ ବିଲୁଆ ରହୁଥିଲା। ସେ ବିଲୁଆ ବହୁତ ଅଳସୁଆ ଥିଲା। ଶିକାର କରିବାକୁ ତାକୁ ବହୁତ କଷ୍ଟ ଲାଗୁଥିଲା। ଗୋଟେ ଦିନ ବିଲୁଆ ଭୋକରେ ଦୁର୍ବଳ ହେଇଗଲା। ଏମିତି ଚାଲିଲେ ମୁଁ ଭୋକରେ ମରିଯିବି। ଶିକାର କରିବାକୁ ମୋତେ ଭଲ ଲାଗୁନି। ମୋତେ କିଛି ଉପାୟ ଭାବିବାକୁ ପଡ଼ିବ। ବହୁତ ସମୟ ଭାବିବା ପରେ ବିଲୁଆର ମୁଣ୍ଡରେ ଗୋଟେ ଚାଲାକ ବୁଦ୍ଧି ଆସିଲା। ମୁଁ ବାଘ ପାଖକୁ ଯିବି। ତାକୁ ପୋଖରୀ ବିଷୟରେ କହିବି। ସେ ଶିକାର କରିବ ଓ ମୁଁ ବାକି ଖାଦ୍ୟ ଖାଇବି। ଏହା ଭାବି ବିଲୁଆ ବାଘର ଗୁମ୍ଫା ପାଖକୁ ଗଲା। ବାଘ ସେତେବେଳେ ଆରାମ କରୁଥିଲା। ମହାରାଜ, ମହାରାଜ, କିଏ କାହିଁକି ଚିତ୍କାର କରୁଛ? ମହାରାଜ, ମୋ ପାଖରେ ଗୋଟିଏ ଖୁସି ଖବର ଅଛି। କେଉଁ ଖବର? ଜଙ୍ଗଲର ପୂର୍ବପଟେ ଗୋଟିଏ ବଡ଼ ପୋଖରୀ ଅଛି। ସେଠାରେ ପ୍ରତିଦିନ ଅନେକ ପଶୁ ପାଣି ପିଇବାକୁ ଆସନ୍ତି। ଆପଣ ସେଠାରେ ଲୁଚି ରହିଲେ ସହଜରେ ଶିକାର ପାଇଯିବେ। ବାଘ ଏହା ଶୁଣି ଖୁସି ହେଇଗଲା। ସତ କହୁଛ? ହଁ ମହାରାଜ, ମୁଁ କେବେ ମିଛ କହିନି। ଠିକ ଅଛି, ମୋତେ ସେଠାକୁ ନେଇ ଚାଲ। ତାପରେ ବିଲୁଆ ବାଘକୁ ନେଇ ପୋଖରୀ ପାଖକୁ ଗଲା। ପୋଖରୀ ପାଖରେ ବଡ଼ ବଡ଼ ଝାଡ଼ ଥିଲା। ବାଘ ସେଠାରେ ଲୁଚି ରହିଲା। କିଛି ସମୟ ପରେ ଗୋଟେ ହରିଣ ପାଣି ପିଇବାକୁ ଆସିଲା। ହଠାତ୍ ଗର୍ଜନ କରି ବାଘ ଦୌଡ଼ି ଆସି ହରିଣକୁ ଧରି ନେଲା। ହରିଣ ଚିତ୍କାର କଲା, ବଞ୍ଚାଅ, ବଞ୍ଚାଅ। କିନ୍ତୁ କେହି ବଞ୍ଚାଇ ପାରିଲେନି। ବାଘ ହରିଣକୁ ଖାଇଲା ଓ ବାକି ମାଂସ ଛାଡ଼ିଦେଲା। ବାଘ ଚାଲିଯିବା ପରେ ବିଲୁଆ ଆସି ବାକି ମାଂସ ଖାଇଲା। ବାଃ, ମୋତେ ଆଉ କଷ୍ଟ କରିବାକୁ ପଡ଼ିବନି। ଦିନ କଟିଗଲା। ପ୍ରତିଦିନ ବାଘ ଶିକାର କରୁଥିଲା ଓ ବିଲୁଆ ବାକି ଖାଉଥିଲା। କିନ୍ତୁ ଧୀରେ ଧୀରେ ପୋଖରୀକୁ ଆସୁଥିବା ପଶୁମାନେ କମିଗଲେ। ଗୋଟିଏ ଦିନ ହାତୀ, ମାଙ୍କଡ଼ ଓ ଜଙ୍ଗଲର ଅନ୍ୟ ପଶୁମାନେ ମିଶି ସଭା କଲେ। ପ୍ରତିଦିନ ଆମ ସାଙ୍ଗମାନେ ହଜିଯାଉଛନ୍ତି। ଏମିତି ଚାଲିଲେ ଆମେ ସମସ୍ତେ ବିପଦରେ ପଡ଼ିବା। ମୋତେ ଲାଗୁଛି ପୋଖରୀ ପାଖରେ ବାଘ ଲୁଚି ରହୁଛି। ତାହେଲେ ଆମେ କ'ଣ କରିବା? ଆଜିଠାରୁ କେହି ସେହି ପୋଖରୀକୁ ଯିବ ନାହିଁ। ଆମେ ଅନ୍ୟ ପୋଖରୀ ଖୋଜିବା। ସମସ୍ତେ ରାଜି ହେଲେ। ତାପରେ ସମସ୍ତ ପଶୁ ଅନ୍ୟ ପୋଖରୀକୁ ଯିବା ପାଇଁ ଆରମ୍ଭ କଲେ। କିଛି ଦିନ ପରେ ବାଘ ପୋଖରୀ ପାଖରେ ବସି ରହିଲା, କିନ୍ତୁ କୌଣସି ପଶୁ ଆସିଲେନି। ଗୋଟେ ଦିନ, 2 ଦିନ, 5 ଦିନ, କେହି ଆସିଲେନି। ବାଘ ଭୋକରେ ରାଗିଗଲା। ଏହା କ'ଣ ହେଉଛି? କୌଣସି ପଶୁ କାହିଁକି ଆସୁନାହାନ୍ତି? ବିଲୁଆ ମଧ୍ୟ ଭୋକରେ ଦୁର୍ବଳ ହୋଇଗଲା। ମହାରାଜ, ମୋତେ କିଛି ଜଣା ନାହିଁ। ବାଘ ଭାବିଲା, ତାପରେ କହିଲା, ଏହା ତୋର ଦୋଷ। ତୋର ଚାଲାକି ପାଇଁ ସମସ୍ତେ ପଶୁ ପଳାଇଗଲେ। ମହାରାଜ, ମୋତେ କ୍ଷମା କରନ୍ତୁ। ଯିଏ ନିଜ ସ୍ୱାର୍ଥ ପାଇଁ ଅନ୍ୟକୁ ବ୍ୟବହାର କରେ, ତାର ଏମିତି ପରିଣାମ ହୁଏ। କିନ୍ତୁ ବାଘ ବହୁତ ରାଗିଗଲା। ବାଘ ବିଲୁଆକୁ ସେଠାରୁ ଛାଡ଼ିଦେଲା। ବିଲୁଆ ଭୋକରେ ଓ ଦୁଃଖରେ ଜଙ୍ଗଲରେ ଏପଟେ ସେପଟେ ଘୂରିଲା। ସେତେବେଳେ ସେ ବୁଝିଲା। ତାପରେ ବିଲୁଆ ନିଜେ ଶିକାର କରିବା ଶିଖିଲା ଓ ପରିଣାମ ହେଲା। ଧୀରେ ଧୀରେ ତାର ଜୀବନ ବଦଳିଗଲା। ଆଳସ୍ୟ ଓ ସ୍ୱାର୍ଥପରତା ଶେଷରେ କ୍ଷତି କରେ। ପରିଶ୍ରମ ଓ ସତ୍ୟତା ହିଁ ଜୀବନର ସଫଳତାର ପଥ। ଏମିତିକା ଭିଡ଼ିଓ ଆହୁରି ଦେଖିବାକୁ ହେଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କର।